ମୋ ଦେହ ଅସୁସ୍ଥ ଥିଲା, ମୁଁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ବିଜ୍ଞାନ ମୋ କତିରେ ଫେରିଯାଇଛି, ମୁଁ ଆଗେଇ ଯାଇଛି, ମୁଁ ଭଲ ଭାବରେ ସୁସ୍ଥ ଅଛି। ଲୋକଙ୍କ ଭୟ ଥିଲା ଯେ ଭାସ୍କର ବାବା ବଞ୍ଚିବନି, ମୁଁ ସେଇ ଆପଣମାନଙ୍କ ପାଖରେ ସେ ଭାସ୍କର ବାବା ବଞ୍ଚିଛି, ମୋର କିଛି ଅସୁବିଧା ନାହିଁ, ମୁଁ ଠିକ ଅଛି। ଗୁରୁବାର 29 ତାରିଖ ଦିନ 29 ତାରିଖ ଦିନ 26 ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହବ, ନିଶ୍ଚିତ ହବ, ଏହା ସତ୍ୟ। 2029 ମସିହା ସୁଦ୍ଧା ପ୍ରାୟ 10 ଭାଗ ଲୋକ ମରିଯିବେ, ଓଡ଼ିଶା ଭାଗର ଲୋକ ହେବେ। ଆଗକୁ କହିଛି, ମାନେ ଚାଉଳକୁ କାହାରି କୁଣିଆ ନିମାୟ ପରିବ ତୁଣ୍ଡେ, ସୁଲନ ହେ ନିମାୟ ପରିବ ତୁଣ୍ଡେ। ମହାପୁରୁଷ ଲେଖିଛନ୍ତି ଯେ ବାଂଲାଦେଶ ସହିତ ଆମର ଯୁଦ୍ଧ ହବ ପୂର୍ବ ଭାଗରେ। କଣ ଏବେ ହଉଛି? ବହୁତ ଲୋକ ଜାଣିନଥିବେ, ଆପଣଙ୍କର ତ ହଜାର ହଜାର ଭକ୍ତ ଅଛନ୍ତି ଏବଂ ଆପଣଙ୍କ ଭିଡିଓ ଆଜ୍ଞା ମୁଁ କରିଛି ବହୁତ ପୂର୍ବରୁ ଆଜ୍ଞା 3-4 ବର୍ଷ ତଳୁ, ପାଖାପାଖି 2022 ମସିହାରେ କରିଥିଲି। ଆପଣଙ୍କ ଲୋକ ବହୁତ ଭଲ ପାଆନ୍ତି ଆପଣଙ୍କୁ, ଲକ୍ଷ ଲକ୍ଷ ଲୋକ ଆପଣଙ୍କ ଭିଡିଓକୁ ଦେଖିଛନ୍ତି ମଧ୍ୟ। କିନ୍ତୁ ମଝିରେ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଖରାପ ହେଇଗଲା, କାହିଁକି ହେଲା ସେ ତ ପ୍ରଭୁଙ୍କର କଥା, ସେ ତ ଆପଣ ଜାଣିଥିବେ ଆଉ ପ୍ରଭୁ ଜାଣିଥିବେ। ତ ଯାହା ବି ନା କାରଣ ଭଗବାନ ବି ଏଠି ଧରା ପୃଷ୍ଠରେ ଜନ୍ମ ହୁଅନ୍ତି, ସିଏ ମଧ୍ୟ ତାଙ୍କ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡେ। ତେଣୁ ଯୋଉ ଭକ୍ତ ମାନେ ବା ଯୋଉ ଅଛନ୍ତି ମାଳିକା କଥା ଶୁଣୁଛନ୍ତି ବା ଭଗବାନଙ୍କ ମାର୍ଗରେ ପରିଚାଳିତ ହେଉଛନ୍ତି, ଏଇ ଯୋଉ ବର୍ତ୍ତମାନ ଚାଲିଛି ବିଶ୍ୱରେ ଯୋଉ ପ୍ରକାର ସଙ୍କଟ, ଦେଖନ୍ତୁ ଦେଶ ଦେଶ ଭିତରେ ଯୁଦ୍ଧ, ଯୋଉ ପ୍ରକାର ସବୁ ଛକିକି ସବୁ ରହିଛନ୍ତି, ଯୋଉ ପ୍ରକାର ପରିସ୍ଥିତି ସୃଷ୍ଟି ହଉଛି ଭାରତରେ ମଧ୍ୟ, ଓଡିଶାରେ ମଧ୍ୟ ଧୀରେ ଧୀରେ ଲୋକମାନେ ଉପଲବ୍ଧି କଲେଣି ଯେ କଣ ପ୍ରକାର ଘଟଣା। ଏଇ ଯୋଉ ଘଟଣା ମାନ ସବୁ ଆଗକୁ ଘଟିବ, କଣ ବାସ୍ତବିକ ମାଳିକା ସହିତ କିଛି ସେ ଜିନିଷ ସହିତ କି ସମ୍ପର୍କ ଅଛି ନା ନାହିଁ ଆଜ୍ଞା? ଏକଦମ ସତ୍ୟ ଘଟଣା ଆଜ୍ଞା, କିନ୍ତୁ ଯୋଉ ମୁଁ କହି ଯୋଉ ମାଳିକା ବିଚାରକ ମାନେ ଅଛନ୍ତି, ତା ସଠିକ ତତ୍ତ୍ୱ ଲୋକଙ୍କ ଆଗରେ ଦଉନାହାନ୍ତି। ଆପଣ ଦେଖନ୍ତୁ ମହାପୁରୁଷ ଅଚ୍ୟୁତଙ୍କ ଲେଖା, ଆମେ ତ ଦେଖିନୁ ସେ କଣ ଲେଖିଥିଲେ ନ କଲେ ଆମେ ଜାଣିବା କଥା ଯେ 5 ପୃଷ୍ଠାରେ ଶିବକଳ୍ପ ନବଘନ ଯୁଗର 5 ପୃଷ୍ଠାରେ ସେ ଲେଖିଛନ୍ତି। ଆପଣ ଭଲ ଭାବରେ ଦେଖିବେ, ବେନି ପକ୍ଷ ଦୁଃଖ ଋତୁ ନାମେ ଦୁଃଖ ବୃହସ୍ପତି ମିଥୁନରେ, ବଉଳ ବୃହସ୍ପତି ମିଥୁନରେ, ଶୁକ୍ର ଏକାଦଶୀ ଦ୍ୱାଦଶୀ ଦେବେନି, ଏହା ହେବ ସେଇଠାରେ। ମୋ ଦେହ ଅସୁସ୍ଥ ଥିଲା, ମୁଁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ବିଜ୍ଞାନ ମୋ କତିରେ ଫେରିଯାଇଛି, ମୁଁ ଆଗେଇ ଯାଇଛି, ମୁଁ ଭଲ ଭାବରେ ସୁସ୍ଥ ଅଛି। ଲୋକଙ୍କ ଭୟ ଥିଲା ଯେ ଭାସ୍କର ବାବା ବଞ୍ଚିବନି, ମୁଁ ସେଇ ଆପଣମାନଙ୍କ ପାଖରେ ସେ ଭାସ୍କର ବାବା ବଞ୍ଚିଛି, ମୋର କିଛି ଅସୁବିଧା ନାହିଁ, ମୁଁ ଠିକ ଅଛି। କିନ୍ତୁ ଆଉ ସଠିକ ତତ୍ତ୍ୱ ହେଲା 2 ଅଙ୍କ, ଭଲ ଭାବରେ କହୁଛି ବୁଝ। 2 ପକ୍ଷ କେଇଟା? 2ଟା। 2 ଋତୁ ତା ପାଖରେ ଦୁଃଖ, ଋତୁର ଅର୍ଥ 26। ଆଚ୍ଛା 26 ଆଉ କଣ ଲେଖା ହେଇଛି ନା ଶୁକ୍ର ଏକାଦଶୀ ଦ୍ୱାଦଶୀରେ ବେନି, ଶୁକ୍ର ଏକାଦଶୀ ଦ୍ୱାଦଶୀରେ ବେନି, ଏକାଦଶୀ ଦ୍ୱାଦଶୀ ହେଇଥିବ ଚାରି ଦିନ। ବୃହସ୍ପତି ମିଥୁନ, ବୃହସ୍ପତି କହେ ଗୁରୁବାର, 29 ତାରିଖ ଦିନ 29 ତାରିଖ ଦିନ 26 ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହବ, ନିଶ୍ଚିତ ହବ, ଏହା ସତ୍ୟ। ନହେଲେ ଅପେକ୍ଷା ଅପଦିନ ରହିଲା, ଆଜି 20 ତାରିଖ ଆଉ ମାତ୍ର 9 ଦିନ ବିଶ୍ୱଯୁଦ୍ଧ ହବ, ଆରମ୍ଭ ହେଇଯିବ। ମୁଁ ଆଗକୁ କହିଛି ଯେ ମାଳିକା ତତ୍ତ୍ୱ, ମାଳିକା ବିଚାରଧାରା ଲୋକଙ୍କ ପାଖରେ ପ୍ରବଚନ ମାନେ ଠିକ ଭାବରେ ଦଉନାହାନ୍ତି। ସଠିକ ତତ୍ତ୍ୱ କହେ ସବୁ ଆଜ୍ଞା ଅଲଗା, ତେଣୁ ମୁଁ ସତ୍ୟ ଘଟଣା କହିବାକୁ ଯେ କୁଣ୍ଠାବୋଧ କରେ, କାହିଁକି ନା ଏସବୁ ଜିନିଷ ଖୋଲା ବୋଲା କଥା ନୁହଁ, ଏସବୁ ଭିତ୍ତିକ କଥା ହେଲା। ତ ମାଳିକା ତତ୍ତ୍ୱ, ମାଳିକା ବିଚାରଧାରାକୁ ଭୁଲ ବୁଝନ୍ତି, ମହାପୁରୁଷ ମାନେ ଭୁଲ ଲେଖିନାହାନ୍ତି, ସେମାନେ ଭୟଭୀତ ଲେଖିନାହାନ୍ତି, ସେମାନେ ତୁମକୁ ସଜାଗ କରିଛନ୍ତି, ତମେ ବାଟକୁ ଫେରି ଆସ। ତେଣୁ 2029 ମସିହା ସୁଦ୍ଧା ପ୍ରାୟ 10 ଭାଗ ଲୋକ ମରିଯିବେ, ଓଡ଼ିଶା ଭାଗର ଲୋକ ହେବେ। ଯୋଉ କଥା ମୁଁ ଆଗକୁ କହିଛି, ମାନେ ଚାଉଳକୁ କାହାରି କୁଣିଆ ନିମାୟ ପରିବ ତୁଣ୍ଡେ, ସୁଲନ ହେ ନିମାୟ ପରିବ ତୁଣ୍ଡେ, ବାରଙ୍ଗନା ହୋଇ ସ୍ତ୍ରୀ ନ ରହିବେ, ପୁଅ ଭୁଆ ଶୁଣି ଯାଆନ୍ତି। କଣ ହଉଛି ଦେଖନ୍ତୁ, ନାରୀମାନେ ଆଗେ ତମେ ପଛରେ,
ରାସନ କାର୍ଡ ଦେଖନ୍ତୁ ସବୁଥିରେ। ତେଣୁ ମୁଁ ସେ ଭଲ ମାନୁଛି, କାହିଁକି ନାରୀକି ସମ୍ମାନ ଦିଅ, ନାରୀକି ଭଲ ପାଅ, ଆଉ ନାରୀକି ସ୍ନେହ ଦିଅ, ପ୍ରେମ ଦିଅ। ତମେ ସବୁ ଭାବ ଏ ନାରୀ ମୋ ମା, ଏ ନାରୀ ମୋ ଭଉଣୀ, ଏମିତି ସମସ୍ତେ ଭାବନ୍ତ। ତମ ଯୋଉ କଥା ଅନ୍ୟାୟ ଅନୀତି ହଉଛି ଆସ୍ତେ ଆସ୍ତେ ସତ୍ୟ ଯୁଗ ପରିଣତ ହେଇଯାନ୍ତା। ତେଣୁ ଯାହା ହଉ 2029 ମସିହା ପରେ ସତ୍ୟ ଯୁଗ ପୁରା କ୍ଲିୟର ହେଇଯିବ। ପୁରା ଦେଖିବ କଣ ହଉଛି, ଦେଖ ପରିଷ୍କାର। ଆଉ ଯଦି ମୁଁ ମିଛ କହୁଛି ତାକୁ ଭଲ କି ତତ୍ତ୍ୱ ବିଚାର ମାନେ ଦେଖ, ମୁଁ ସତ କହୁଛି ମିଛ କହୁଛି। ଆଚ୍ଛା ବାବା, ଆପଣ ଯୋଉ କହିଲେ ବହୁତ ଏଇଟା ବି ବହୁତ ଲୋକ ଏ ବିଷୟରେ ବି ଅନୁମାନ କରୁଛନ୍ତି ଯେ ନିଶ୍ଚୟ ବିଶ୍ୱଯୁଦ୍ଧ ହବ। ଆପଣ ଦେଖନ୍ତୁ ଶିବ କବିର ମହାପୁରୁଷ ଲେଖିଛନ୍ତି ଯେ ବାଂଲାଦେଶ ସହିତ ଆମର ଯୁଦ୍ଧ ହବ ପୂର୍ବ ଭାଗରେ। କଣ ଏବେ ହଉଛି, ବଙ୍ଗାଳୀ ମାନଙ୍କୁ ବାହାର କରିଦିଆଯାଉଛି। ସେମାନେ ମିଛ କଥା କହୁଛନ୍ତି ଆମର କରିକଲା, ଦେଖିବାକୁ ସେମାନେ କରିଦେଲା ଲୋକ। ଆମ ଭାରତବର୍ଷର ଲୋକ କେମିତି ମାରିଦେଲେ ଦେଖୁଛୁ ନା। ଆମେ ରକ୍ତ ମାଂସ ଶରୀର। ତେଣୁ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ସନାତନ ଧର୍ମ, ହିନ୍ଦୁ ଧର୍ମ। ତେଣୁ ବେଦଶାସ୍ତ୍ର ହଉ ବା ଧର୍ମ ଗୋଟାଏ, ଆତ୍ମା ଗୋଟାଏ, ବ୍ରହ୍ମ ଗୋଟାଏ। ତମେ ବୁଝିବା ଭୁଲ କରୁଛ। ତେଣୁ ତମେ ଆସି ଆମ ଦେଶରେ ଅରାଜକତା ସୃଷ୍ଟି କରି କଣ ସବୁ କରୁଛ? ନିର୍ମମ ଭାବେ ହତ୍ୟା କରିଦଉଛ, ମନ୍ଦିର ସବୁ ଭାଙ୍ଗି ଦଉଛ, ଏ କଣ ସବୁ ଘଟଣା? ମୁଁ ସେ କଥା ତମକୁ କହିଛି, ମୁଁ ମନ ବସା କହୁନି। ମହାପୁରା ପଦ୍ମକପ 74 ପୃଷ୍ଠା ଗୌର ଗୀତା, ଭଗବାନ କହିଛନ୍ତି ଗୌର ଗୀତା ଦେଖ ଭଲ କି 74 ପୃଷ୍ଠାରେ 22 ମସିହାରେ କଣ ହବ, 23 ମସିହାରେ କଣ ହବ, 24 ମସିହାରେ କଣ ହବ, 25 ମସିହାରେ କଣ ହବ, 26 ମସିହାରେ କଣ ହବ, 29 ମସିହାରେ କଣ ଜାଗା ହବ, ସବୁ ଦେଖ ଭଲ କି। ବାବା କିଛି ଜିନିଷ ହଉଛି କଣ, ଆପଣ ଯୋଉଟା କହିଲେ ଯେ ବିଶ୍ୱଯୁଦ୍ଧ ହବ, ଆଚ୍ଛା ଆପଣ ସେମିତି କହିପାରିବେ କି କୋଉ କୋଉ ଦେଶ ଭିତରୁ ଯୁଦ୍ଧ ଆରମ୍ଭ ସୃଷ୍ଟି ହବ, ସେମିତି କିଛି ଅଛି? ସେମିତି କହିଲେ ସବୁ ଭୁଲ ହେଇଯିବ ଆଜ୍ଞା, ସମସ୍ତେ ମତେ ଖରାପ ବୁଝିବେ। ସେଟା କହିହବନି, କିନ୍ତୁ ହବ ନିଶ୍ଚୟ। ନିଶ୍ଚୟ ହବ। ଆଉ ମାତ୍ର 9 ଦିନ ରହିଲା। ଆମ 9 ଦିନ ପୂର୍ବ ଘୋଷଣା ଏବେ କହୁଛି ଆପଣମାନଙ୍କ ପାଖରେ। ବେଶୀ କିଛି କହିବାକୁ ମୁଁ ଅକ୍ଷମ। କମ ଦିନ ଭିତରେ ମୁଁ ଆପଣଙ୍କ ପାଖରେ ପହଞ୍ଚିବି। ପୁଣି ସତ କି ମିଛ, ସତ୍ୟ କି ମିଥ୍ୟା ପ୍ରମାଣ ଆଖିରେ ଦେଖିବା ବିଷୟ। ବହୁତ ମତେ ମୋ କମେଣ୍ଟ ଦେଇଛନ୍ତି ଏହା ହବ ନାହିଁ। ଦେଖିବା ତମେ ଅଛ, ମୁଁ ଅଛି, ଆଉ ହବ କି ନାହିଁ ସେ ସମୟ ଆସିକି ନିକଟ ହେଲାଣି। ଅପେକ୍ଷାରେ ମୁଁ ଅଛି, ଦେଖିବା କଣ ହବ। ଆଉ ଅପେକ୍ଷା ଅଛି, ଦେଖିବା। ତେଣୁ ମୋ କହିବା କଥା, ମାଇକା ତତ୍ତ୍ୱ, ମାଇକା ବିଶ୍ୱାସ ଦୟାକରି ଭୁଲ ବାସ ନେବେ। ସେମାନେ କିଛି ଖରାପ କଥା କହିନାହାନ୍ତି, ଠିକ। ତମେ ଫେରି ଆସ, ସୁଧୁରି ଆସ, ବାଟକୁ ପଳେଇ ଆସ, ବାଟକୁ ପଳେଇ ଆସ, ବାଟକୁ ପଳେଇ ଆସ। କିନ୍ତୁ ତୁମେ କେହି ବାଟକୁ ଆସୁନା, ଏଇଟା ତ ସତ୍ୟ। ଆଉ କହିବା କାହାକୁ? ତେଣୁ ମୁଁ ସବୁବେଳେ କହିଛି, କୋଉ ଠାକୁର ଭଜୁଛ? ଠାକୁର ମିଛ। ତମେ ନିଜକୁ ଭଜୁନା, ନିଜ ନାମକୁ ନିଜେ ସ୍ମରି, ଘର ସଂସାର ଯାଅ ତରି। ମୁଁ ହାତ ଯୋଡୁଛି, ମୁଁ ତ କଥା କହିବାକୁ ଅକ୍ଷମ। ପୁଣି ପରବର୍ତ୍ତୀ ଅଧ୍ୟାୟରେ ମୁଁ ତ ଭଲ ଭଲ କଥା ଆପଣଙ୍କ ସମ୍ମୁଖରେ କହିବି। ଆଜି ବେଶୀ କିଛି କହୁନି। ଜୟ ଭାରତ ମାତା କି ଜୟ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ। ଦେଖନ୍ତୁ ଆଜ୍ଞା, ଗୋଟେ କଥା ହଉଛି, ମଣିଷ ଏ ସମୟର ଦାସ। ସମୟ ହଉଛି ବଡ ମୂଲ୍ୟବାନ। ତେଣୁ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସମୟର ଗତିପଥରେ ମଣିଷର ସବୁ କିଛି ବଦଳିଯାଏ। ଆଜ୍ଞା ଭାସ୍କର ବାବା ଆପଣ ଜାଣିଥିବେ, ବହୁତ ଲୋକପ୍ରିୟ ଏବଂ ଅନେକ କଥା ମାଳିକାରେ କହିଛନ୍ତି। କିଛି ଲୋକମାନେ ମଧ୍ୟ ମନ୍ତବ୍ୟ ଦେବେ ଏବଂ କମେଣ୍ଟ କରିବେ ଯେ ଦେଖନ୍ତୁ ସେ ମାଳିକା କହୁଥିଲେ ଆଜି ତାଙ୍କର ଅବସ୍ଥା କଣ ହେଲା। କିନ୍ତୁ ଦେଖନ୍ତୁ ଆଜ୍ଞା, ଏ ସଂସାରରେ ଆମେ ଇଏ ହଉଛି ମର୍ତ୍ତ୍ୟର ପୃଷ୍ଠ ବା ମର୍ତ୍ତ୍ୟର ସ୍ଥାନ। ଏଠି ଯିଏ ବି ଜନ୍ମ ଗ୍ରହଣ କରିଛି ଆଜ୍ଞା, ସମସ୍ତଙ୍କୁ ଏ ଦୁଃଖ, କଷ୍ଟ, ଯନ୍ତ୍ରଣା, ରୋଗ, ବ୍ୟାଧି ସମସ୍ତଙ୍କୁ ଗ୍ରାସ କରିବ, ଗ୍ରାସ କରିଛି ମଧ୍ୟ। ତିଳେ ମାତ୍ର ସନ୍ଦେହ ନାହିଁ। ଆପଣ ଜାଣିଥିବେ ରାମକୃଷ୍ଣ ପରମହଂସ ବହୁତ ବଡ ଥିଲେ ଭକ୍ତ। ତାଙ୍କଠାରୁ ଭକ୍ତ ଆଜି ପର୍ଯ୍ୟନ୍ତ ବୋଧେ ଭାରତ ବର୍ଷରେ ସେମିତି କେହି ଜନ୍ମ ହୋଇନାହାନ୍ତି। କିନ୍ତୁ ତାଙ୍କୁ କଣ ହେଇଥିଲା? ଆପଣ ଜାଣିଥିବେ ବିବେକାନନ୍ଦ କଥା, ଅଳ୍ପ ବୟସରେ ଚାଲିଗଲେ। ମହାନ ସନ୍ଥ ଆଜି ଭାରତ ବର୍ଷର ଯଦି ପରିଚୟ ଦେଇ ପାରିଛନ୍ତି, ଯଦି ଭାରତ ବର୍ଷ
आज विश्व में परिचित गर्वित से केवल स्वामी विवेकानंद तेणु यहीपरि अनेक साधु सन्त अच्छा प्रेमानंदी महाराज आपण जानी बहुत बड़ सन्त पूरा विश्व में आज चर्चित किंतु दीटा किडनी नष्ट हो जाइए सी आज 20 वर्ष है आज बंची डॉक्टर मैंने कहले 2.5 वर्ष अधिका दिन बंची पारे ना तेणु देखु सन्थ मैंने वास्तविक ये समाज को मार्गदर्शन कर सत्पथरे चल उचित बाटर चल ये आम आसीचे ये केवल लीला करुचे प्रत्येक व्यक्ति आज्ञा लीला करुचे किए कहार आज्ञा ये संसार में समस्ते आम मायारे बसीभूत मायारे बांधी रहीचु आमर स्त्री हौ पिला हौ छुआ हौ समस्ते आज्ञा आम मायार जाल भितर बंधन भितर बांधी रहीचु ये संसार मायारे बंधन रे परिपूर्ण तेणु ये संसार रही प्रभु चरण में प्रभु शरण रही भजन कीर्तन नमन अर्चना पूजा सबकि करा पड़ो ताहले ये संसार रु ये जो कली जुग उद्धार पाइबा प्रभु मार्ग ही एकमात्र उपयोग पथ तेणु ता छड़ा आमर किछि भी नहीं तेणु आज जो भास्कर बाबा कहले अनेक दिन पूर्व 2022 मसीह मुझे वीडियो करी बहुत कथा कही आपण मैंने देखि जानी अनेक कथा सत्य होइछि किंतु आज सी जहाँ भी होना कहीं सी आज कहले स्वास्थ्यगत अवस्था टिके खराब अच्छी तेणु जहाँ भी हो मनीष आज्ञा समस्ते ये संसार जी भी आसुना कहीं किसी ना कि तार भगवान जहाँ भी इच्छा होता है जहाँ भी होता है तो निश्चय आपण मानक भास्कर बाबा ये कथा गुड़िक भल लगी एवं ये जो 2026 मसीह आप देखुए विश्वर परिस्थिति कौन भारतर परिस्थिति कौन ओडिशार परिस्थिति कौन आपण मैंने निश्चय जानी ओडिशार जो प्रकार राजनीतिक जो प्रकार चली कार्य आपण मैंने देखुए समस्ते असंतुष्ट आउ यार बन्ही यार अग्नि चारिआडे ओडिशा सारा जलुची भारत सारा मध्य अस्थिरता आई देखंतु बहुत प्रकार संकट समस्या विश्व में जो राजनैतिक हलचल होउची प्रकार युद्ध परिस्थिति सृष्टि होउची केउ समय कौन हम तार कहवा ठीक नुहे तेणु ये बड़ बड़ साधु सन्त महर्षि मुनि ऋषि माने अच्युतानंद महापुरुष पंचसखा माने जा लिखि दे जाइछन्ति आज्ञा ताकू केबे हेले हमें काटी परिबा नाही जो माने काटुचंती से माने मूर्ख या छडा किछि भी नहीं जदि आपण माननकू हमर एई भास्कर बाबांकर वीडियोटी भल लागिथिबो आपण हृदय को पसंद आसीथिबो त निश्चय हम चैनल सहित जोड़ी होकर रहिबे एवं भल पाइबा देबे एवं आमे खाली मालिका करूनु न्यूज करूचु सब किछि करूचु तेणु आपण मानक पई आपण मानक उद्देश्य रे ही मोर चैनल टी समर्पित जागृत इंडिया लाइव को सब्सक्राइब करेंगे आउ आप निश्चय हमको भल पाइबा देवे जय जगन्नाथ।